प्रतिवर्ष भଳି ଏହି ବର୍ଷ ମଧ୍ୟ ଆମ ଘର ମନ୍ଦିରରେ ଜାଗର ପୂଜା ପାଇଁ ଆୟୋଜନ କରାଯାଇଥିଲା, ଯେଉଁଥିପାଇଁ ମୋ ଭାଇ ଆଉ ମୋ ବଡ଼ବାପା ପୁଅ ମିଶିକି ବାହାର ସଜାସଜି କରୁଛନ୍ତି ଆଉ ଭିତରେ ଆମର କୁନି ସଜାସଜି କରୁଛି। ଏହି ମନ୍ଦିରଟି ଯେଉଁ ଆପଣମାନେ ଦେଖୁଛନ୍ତି, ମୁଁ ଯେବେ ଜନ୍ମ ହେଇନଥିଲି ତ ମୋ ଡାଡ଼ି ଏହି ମନ୍ଦିରଟିକୁ ତିଆରି କରିଥିଲେ। ସେତେବେଳେ ସେ ଗୋଟେ ଶିବଲିଙ୍ଗ ଆଉ ଶିବ ପାର୍ବତୀଙ୍କ ମୂର୍ତ୍ତି ରଖି ମନ୍ଦିରକୁ ତିଆରି କରିଥିଲେ ସେତେବେଳେ। ତ ସେବେଠୁ ପ୍ରତିବର୍ଷ ଜାଗରରେ ଆମର ଏଠି ଜାଗର ପୂଜା କରାଯାଏ, ଦିନବେଳା ହୋମ କରାଯାଏ ଆଉ ରାତିରେ ମହାଦୀପ ବି ଉଠାଯାଏ। ମୋ ଡାଡ଼ି ବହୁତ ଠାକୁର ପ୍ରେମୀ ଲୋକ ଥିଲେ, ତ ସେ ଠାକୁରଙ୍କୁ ଯେତିକି ଭଲ ପାଆନ୍ତି ତାଠୁ ଅଧିକ ସେ ତାଙ୍କ ବାପା ମାଆଙ୍କୁ ଭଲ ପାଉଥିଲେ। ତ ସେ ସବୁବେଳେ କହିବେ ଘର ଠାକୁରଙ୍କର ଆଗ ସେବା କରିବ, ମାନେ ବାପା ମାଆଙ୍କ ପ୍ରଥମ ସେବା, ତାପରେ ତମେ ଯାଇକି ବାହାର ମନ୍ଦିର କି ଯେଉଁଠି ଯାଇକି ପୂଜା କରିବାକୁ ଯାଉଛ ଯାଅ। ଘର ଠାକୁର ଯଦି ଶାନ୍ତି ରହିଲେ ତ ସବୁ ଶାନ୍ତି। କୁନି ଆମର ଏଠି ନନାଙ୍କୁ ଟିକେ ହେଲ୍ପ କରିଦେଉଛି। ତ ନନା କହିଲେ କି ମନ୍ଦିରର ଦୁଇ ପାର୍ଶ୍ୱରେ ଦୁଇଟା କଳସ ବସେଇ ଦେବାକୁ। ସେ କଳସ ବସେଇ ଦେଇକି ନନା କହିଲେ ଯେତେକ ଫଳ ଭୋଗ ଅଛି ତାକୁ ଟିକେ କାଟି ଦିଅନ୍ତୁ। ତ ସେ ବସିକି ନନାଙ୍କୁ କାଟି କୁଟି ଦେଇ ଦେଉଥାଏ, ଧୂପ ଦୀପ ବି ଟିକେ ସଜାଡ଼ି ଦେଉଥାଏ। ଏ ଛୁଆଟି ମୋର ଗୋଟେ ଝିଆରୀ ହେବ, ତ ସିଏ ଏବେ ନୂଆ ନୂଆ କଥା ହେଉଛି ବୋଲି ତ ଅପା ଅପା ଡାକୁଛି। ତ ତା ପାଟିରୁ କଥା ଶୁଣିବା ପାଇଁ ଭାରି ବଢ଼ିଆ ଲାଗୁଛି। ଆଉ କିଏ ହେଲେ? ହଁ କ'ଣ? ହଁ ହଁ ଅଛି। ଆଉ ଟିକେ ନମ କରିଦିଅ, ନମ କରିଦିଅ। ନମ କରିଦେଲ, ନମ କରିଦେଲ। ଠାକୁ ପୂଜା ହଉଛି, ନମ କରିଦେଲ। ଠାକୁ ପୂଜା କିଲୋ ହୁଳୁ ହୁଳି ପକେଇଲାଣି। ହଁ ଠାକୁ ପୂଜା ହଉଛି, ନମ କରିଦିଅ। ନମ କର, ନମ କର, ନମ କର। ଓମ୍ ଭୁବା ସ୍ୱାହା ଇଦଂ ଭୁବା ଭୂର୍ଭୁବଃ ସ୍ୱାହା। ତ ଏପଟେ ନନା ତାଙ୍କର ମନ୍ତ୍ର ପାଠ କରିକି ହୋମ କରୁଥିଲା ବେଳେ ସାଇ ଆମର ଏଠି ଲୁଡୁ ନେଇ ଆସିକି ବସିଛି ଖେଳିବ ବୋଲି। ଦେଖୁନାହାନ୍ତି କେମିତି ଲୁଡୁ ପକେଇକି ଖେଳୁଛି ବସିକି। କାହାର ପଇଲା? ତୋର? ସବୁ ପୂଜା ସରିଲା ପରେ ନନା ଏଠି ଠାକୁରଙ୍କୁ ଆଳତି କରିଦେଉଛନ୍ତି। ତ ଆଳତି ସାରିକି ଆମେ ସମସ୍ତଙ୍କୁ ଆଳତି ନେବା ପାଇଁ ନନା କହିଦେଲେ, ଆମେ ସମସ୍ତେ ଆଳତି ନେଇଗଲୁ। ତ ଏଇଠି ଭିଡ଼ିଓଟି ଶେଷ କରୁଛି। ରହିଲି, ନମସ୍କାର। ପୁଣି ଦେଖାହବ ନେକ୍ସଟ ଭିଡ଼ିଓରେ।